ଭିତରୁ ଏ ବାପା ମାନେ ଆମେ ଭାବୁଛନ୍ତି ଶନି ଶନିଟି ହେଲା ଛୋଟା ଗ୍ରହ। ଶନି ନାଓର ଠାକୁର ଅନ୍ୟାୟ କେବେ ବି କରିପାରନ୍ତି ନାହିଁ ଆଉ ଅନ୍ୟକୁ ବରଦାସ୍ତ କରିପାରନ୍ତିନି। ଶନି ମହାଦଶା 19 ବରଷ, ଶନି ଗୋଚରରେ ଆସୁଛନ୍ତି 7.5 ବରଷ। ଏ ବାପା ମାନେ ଆମେ ତ ଗରିବ ଲୋକ ହେଲେ ନା, ଖଟି ଖାଇବା ଲୋକ ହେଲେ ଦିନେ ଖଟିବା ଦିନେ ଖାଇବା, ଯୋଉଦିନ ନ ଖଟିବା ସେଦିନ ତ ଉପବାସ ରହୁଛନ୍ତି। କଣ କରିବା? ଶନି ମେଳା କଲେ ଗୁଡାଏ ପଇସା ଦରକାର, ଶନିଙ୍କର ଷୋଡଶୋପଚାର ପୂଜା କଲେ ଗୁଡାଏ ପଇସା ଦରକାର ହବ। କଣ କରିବା? ବିନା ପଇସାରେ ଏ ବାପା ମାନେ ଗୋଟିଏ ମନ୍ତ୍ର କହୁଛି, ମନେ ରଖନ୍ତୁ। କଣ ସେ ମନ୍ତ୍ରଟି? ଓଁ କାଳିକାୟ ବିଦ୍ମହେ ଶ୍ମଶାନ ବାସିନୀ ଧୀମହି ତନ୍ନ ଘୌରେ ପ୍ରଚୋଦୟାତ୍। ଏହି ମନ୍ତ୍ରଟିକେ ଏ ବାପା ସବୁଦିନ ପାଇଁ ଶୟନେ ସପନେ କିମ୍ବା ଜାଗରଣେ ସବୁବେଳ ପାଇଁ ଆପଣ ପଢନ୍ତୁ ନା। ଶନି ଆପଣଙ୍କର 7.5 ବରଷ ଯୋଉ ଗୋଚର ଫଳ ରହୁଛି କିଛି କରିପାରିବନି, ନହେଲେ ଆପଣଙ୍କର ବିପଦଜନକ ମାଡି ଆସିବ ନା। ଗାଡି ଆକ୍ସିଡେଣ୍ଟ ହେବେ, ଆପଣଙ୍କର ସ୍ତ୍ରୀର ଦେହ ଖରାପ ହେଇଯିବ, ଆପଣ ଯାଉ ଯାଉ କୌଣସି ଏକ ଚୋରି କେସରେ ପଡିଯିବେ। କିନ୍ତୁ ଏହା ବି କରନ୍ତୁ, ଏଇ ମନ୍ତ୍ର ଟିକେ ମନେ ରଖିଥାନ୍ତୁ। ଆଉ ଥରେ ବି ସେଇ ମନ୍ତ୍ରଟି କହୁଛି, କଣ? ଓଁ କାଳିକାୟ ବିଦ୍ମହେ ଶ୍ମଶାନ ବାସିନୀ ଧୀମହି ତନ୍ନ ଘୌରେ ପ୍ରଚୋଦୟାତ୍। ସବୁବେଳ ପାଇଁ ବାଟରେ ଯାଉଛନ୍ତି ଆସୁଛନ୍ତି ଯାହା କିଛି କରୁଛନ୍ତି ସବୁବେଳ ପାଇଁ ମନ୍ତ୍ର ପଢନ୍ତୁ, ନିଶ୍ଚିନ୍ତ ଭାବରେ ଆପଣଙ୍କର ଶନିର ମଙ୍ଗଳ କରିବେ।